ଆମ ଉତ୍କଳ ବାର୍ତ୍ତା ନ୍ୟୁଜକୁ ସ୍ୱାଗତ। ଧାମନଗର ବ୍ଲକର ପରିସରରେ ବିକାଶର ଧାରା ଓଡ଼ିଶା ସାରା 2 ବର୍ଷ ଜନ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଏବଂ ଜନ କଲ୍ୟାଣମୂଳକ ଯୋଜନାର ପ୍ରଚାର ପ୍ରସାର ପାଇଁ ବିକାଶର ଧାରା କାର୍ଯ୍ୟକ୍ରମ ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହି ଅବସରରେ ରାଜ୍ୟର ମାନ୍ୟବର ଉଚ୍ଚଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଉନ୍ନୟନମୂଳକ କାର୍ଯ୍ୟ ଏବଂ ଆଗାମୀ ଦିନର ବିକାଶର ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ସୁରଜ କହିଥିଲେ ଯେ ରାଜ୍ୟ ସରକାରଙ୍କ 2 ବର୍ଷ ମଧ୍ୟରେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗ୍ରାମୀଣ ସଡ଼କ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଜନମଙ୍ଗଳକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସବୁ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ହିଁ ସରକାରଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ। ବହୁ ସଂଖ୍ୟକ ଜନସାଧାରଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବିକାଶ ଓ ଜନ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା ମତ ପ୍ରକାଶ। ଅକ୍ଷୟ କୁମାର ନାୟକ, ନ୍ୟୁଜ୍ ବ୍ୟୁରୋ, ଭଦ୍ରକ। ସାଧାରଣ ଲୋକଙ୍କ ସହିତ ମିଶନ୍ତୁ, ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ, ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ଯେଉଁଭଳି ଭାବରେ ଗୋଟେ ଗରିବ ଲୋକକୁ ବାରମ୍ବାର ଜିଲ୍ଲାପାଳଙ୍କ ଅଫିସର ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ, ବାରମ୍ବାର ତହସିଲ ହେଉ କି ବ୍ଲକ ହେଉ କି ଥାନା ପିଣ୍ଡାକୁ ବାରମ୍ବାର ଦୌଡ଼ିକି ତା ଜୋତା ଛିଡ଼େଇବାକୁ ପଡ଼ିବ ନାହିଁ। ଇଏ ହେଉଛି ଭାରତୀୟ ଜନତା ପାର୍ଟି ସରକାରର ସମସ୍ତ ନେତୃତ୍ୱ ମାନଙ୍କର ଗୋଟେ ଆଗ୍ରହ ରହିଛି।